ଅନ୍ୟର ଭୁଲ ସବୁବେଳେ ଖୋଜିବା ବନ୍ଦ କରି ନିଜର ସବୁ ଭୁଲ ସୁଧାରିବାକୁ ଚେଷ୍ଟା କରନ୍ତୁ। କାହିଁକି ନା ଦୁନିଆ ସାରା କାର୍ପେଟ ବିଛାଇବା ଅପେକ୍ଷା ନିଜ ପାଦରେ ଚପଲ ଲଗେଇବା ଅତି ସହଜ। ଆଶା ଏପରି ଅନୁଭବ ଅଟେ ଯାହା ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ଦେଇପାରେ। ଲକ୍ଷ୍ୟ ଏପରି ଅଟେ ଯାହା ଜୀବନ ଜୀଇଁବା ଶିଖାଇ ଦେଇଥାଏ। ଜୀବନ ଏପରି ଅଟେ ଯାହା ସମ୍ପର୍କକୁ ବାନ୍ଧି ରଖିଥାଏ। ସମ୍ପର୍କ ଏପରି ଅଟେ ଯାହା ଜଣକୁ ମନେ ପକାଇବା ପାଇଁ ବାଧ୍ୟ କରିଦେଇଥାଏ। ପଥର ମାରୁଥିବା ଲୋକକୁ ଚିହ୍ନି ହୁଏ, ହେଲେ ହସି ହସି ବିଷ ଦେଉଥିବା ଲୋକଙ୍କୁ ଚିହ୍ନିବା ଅସମ୍ଭବ। ବିଶ୍ୱାସର ଗଛଟି ସେଇମାନେ ହିଁ କାଟିଥାନ୍ତି ଯେଉଁମାନଙ୍କୁ ଆମେ ଆମ ଛାଇରେ ବସିବାକୁ ଜାଗା ଦେଇଥାଉ। କ'ଣ ସାଙ୍ଗମାନେ ଠିକ୍ ତ? ପତ୍ର ଝଡ଼ିବା ଆଗରୁ ଯେମିତି ପତ୍ରର ରଙ୍ଗ ବଦଳିଯାଏ, ଠିକ୍ ସେମିତି ମଣିଷ ବଦଳିବା ଆଗରୁ ହିଁ ତା'ର କଥାବାର୍ତ୍ତା ଆଉ ବ୍ୟବହାର ଏ ଦୁଇଟି ଯାକ ବଦଳିଯାଏ। ସମସ୍ତେ କୁହନ୍ତି ପ୍ରେମର ଆରମ୍ଭ ଆଖିରୁ ହୋଇଥାଏ, ହେଲେ ସତ କଥା ହେଲା ଶେଷରେ ସେହି ପ୍ରେମର ମୂଲ୍ୟ ମଧ୍ୟ ଆଖିକୁ ଲୁହରେ ସୁଝିବାକୁ ପଡ଼ିଥାଏ। ଜୀବନରେ ଦୁଃଖ ଆସିବା ବହୁତ ଜରୁରୀ, କାରଣ ଏହା ସେହି ମୁଖା ପିନ୍ଧା ଲୋକମାନଙ୍କୁ ଚିହ୍ନାଇ ଦେଇଥାଏ ଯେଉଁମାନେ ସୁଖ ସମୟରେ ଆପଣଙ୍କର ସବୁଠାରୁ ପ୍ରିୟ ହେବାର ନାଟକ କରୁଥିଲେ। କିଛି ଲୋକ କୁହନ୍ତି ଝିଅମାନେ ପାଠ ପଢ଼ି କ'ଣ କରିବେ, କିନ୍ତୁ ସମୟ ପଡ଼ିଲେ ନିଜ ଘରର ମହିଳାଙ୍କ ପାଇଁ ମହିଳା ଡକ୍ଟର ଏବଂ ଅସୁବିଧା ବେଳେ ମହିଳା ପୋଲିସ ଉପରେ ଭରସା କରନ୍ତି। ସେଥିପାଇଁ ଗୋଟିଏ ଝିଅର ଶିକ୍ଷା କେବଳ ତା'ର ଅଧିକାର ନୁହେଁ, ସମାଜର ଆବଶ୍ୟକତା ମଧ୍ୟ। କ'ଣ ସାଙ୍ଗମାନେ ଠିକ୍ ତ? ସାଙ୍ଗମାନେ, ପଥର ମାରୁଥିବା ଲୋକଙ୍କୁ ଚିହ୍ନି ହୁଏ, ହେଲେ ହସି ହସି ବିଷ ଦେଉଥିବା ଲୋକଙ୍କୁ ଚିହ୍ନିବା ଅସମ୍ଭବ। ଆଉ ବିଶ୍ୱାସର ଗଛଟି ସେଇମାନେ ହିଁ କାଟିଥାନ୍ତି ଯେଉଁମାନଙ୍କୁ ଆମେ ଆମ ଛାଇରେ ବସିବାକୁ ଜାଗା ଦେଇଥାଉ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ।